ଜୟ ଜଗନ୍ନାଥ। ଆଜି ଅର୍ଥାତ୍ 10/1/2026ରେ ଆମ ଅଫିସ୍ ଦ୍ୱାରା ଆୟୋଜିତ ବସେ ଆଙ୍କ ପ୍ରତିଯୋଗିତା ଅର୍ଥାତ୍ ଆମେ ଯେଉଁଟା ଓଡ଼ିଶାରେ କହିଥାଉ ଡ୍ରଇଂ କମ୍ପିଟିସନ୍ ବା ସିଟ୍ ଆଣ୍ଡ ଡ୍ର ବୋଲି ଆମେ ସାଧାରଣତଃ ଓଡ଼ିଶାରେ କହିଥାଉ, ସେଇଟା ବେଙ୍ଗଲୀରେ କୁହନ୍ତି ବସେ ଆଙ୍କ ପ୍ରତିଯୋଗିତା। ତ ଆମ ଅଫିସ୍ ତରଫରୁ ଏଇଟା ଆୟୋଜନ ହେଇଥିଲା। ମୋର ଅଫିସ୍ କାଲକାଟାରେ, ୱେଷ୍ଟ ବେଙ୍ଗଲର କାଲକାଟାରେ। ତ ଏଠାରେ ଡ୍ରଇଂ କମ୍ପିଟିସନ୍ ହୋଇଥିଲା। କିଛି ନହେଲେ ଖୁବ୍ ମାନେ କମ୍ ସେ କମ୍ କ୍ୟାଣ୍ଡିଡେଟ୍ 8,000ରୁ 9,000 ଭିତରେ କ୍ୟାଣ୍ଡିଡେଟ୍ ରହିଥିଲେ। କ୍ୟାଣ୍ଡିଡେଟ୍ଙ୍କର ବୟସ ସୀମା ରହିଥିଲା ଯେମିତି ଏ ଗ୍ରୁପ୍ରେ 6 ବର୍ଷ ବୟସ ପର୍ଯ୍ୟନ୍ତ ଏ ଗ୍ରୁପ୍, ବିରେ ଥିଲେ 6ରୁ 9 ବର୍ଷ ପର୍ଯ୍ୟନ୍ତ ବି ଗ୍ରୁପ୍, ସିରେ ଥିଲେ 9ରୁ 12, ଡିରେ ଥିଲେ 12ରୁ 15 ନାଇଁ 12ରୁ 16, ଏଇଟା ଥିଲା ହେଉଛି ଡି ଗ୍ରୁପ୍ରେ। ତା ସହିତ ଆମର ଇ ଏଫ୍ ଗୋଟେ ଗ୍ରୁପ୍ ରହିଛି ଯେଉଁଥିରେ କି ଅନ୍ୟ ସ୍କୁଲରୁ ଆସିଥାନ୍ତି ହ୍ୟାଣ୍ଡିକେପ୍ଟ ପିଲା, ମାନେ ଯେଉଁମାନେ ଡିଜାବିଲିଟି ପାର୍ସନ୍ସ ୱିଥ୍ ବେଞ୍ଚମାର୍କ ଡିଜାବିଲିଟି ବା ଡିଫେଣ୍ଡର ବୋଲି ଆମେ ସାଧାରଣତଃ କହିଥାଉ, ସେଇ ପିଲାମାନେ ଥିଲେ ଇ ଏଫ୍ରେ। ଏବଂ ତାପରେ ଗୋଟେ ଗ୍ରୁପ୍ ରହିଥିଲେ ଯେଉଁଥିରେ କି 16+ ଅର୍ଥାତ୍ ଆମ ଅଫିସ୍ରେ ଯେଉଁ ମାନେ ସର୍ଭିସ୍ କରୁଛୁ ତାଙ୍କର ୱାଇଫ୍ ମାନେ ହେଇଥାଇ ପାରନ୍ତି, କିମ୍ବା ଆମ ଅଫିସ୍ରେ ଯେଉଁ ଲେଡ଼ିଜ୍ ମାନେ ସର୍ଭିସ୍ କରିଛନ୍ତି ସେମାନେ ହେଇଥାଇ ପାରନ୍ତି, କିମ୍ବା ଆମ ଅଫିସ୍ରେ ଯେଉଁମାନେ ସର୍ଭିସ୍ କରିଛନ୍ତି ତାଙ୍କର ଝିଅମାନେ, କେବଳ ଝିଅମାନେ, ସେମାନେ ଯଦି 16 ବର୍ଷରୁ ଅଧିକା ଯେଉଁମାନେ ସବୁ ଆସୁଛନ୍ତି, ଯେଉଁ 16+, ସେଥିରେ ଓନ୍ଲି ଫର୍ ଲେଡ଼ିଜ୍, ସେମାନେ ଗୋଟେ ପାର୍ଟିସିପେଟ୍ କରିଥିଲେ। ତାଙ୍କର ଗ୍ରୁପ୍ର ନାମ ରହିଥିଲା ରଙ୍ଗୋଲି ବା ଅଳ୍ପନା। ତ ସେଇଟା ନିଜ ପେପରରେ ଯେମିତି ଆମେ ସାଧାରଣତଃ ରଙ୍ଗୋଲି ବା ଅଳ୍ପନା କରିଥାଉ, ସେଇଟା ପେପର ମାଧ୍ୟମରେ ସେମାନେ କରିକି ମଧ୍ୟ ଦେଖାଉଥିଲେ। ତ ଅଫିସ୍ରେ ଏତେ ପିଲା କେଉଁମାନେ, ଯେଉଁ କ୍ୟାଣ୍ଡିଡେଟ୍ ମାନେ ଆସିଛନ୍ତି ସେମାନେ ସବୁ ଆମ ଏମ୍ପ୍ଲୟି ମାନଙ୍କର ଷ୍ଟୁଡେଣ୍ଟ। ଯେଉଁ ଏମ୍ପ୍ଲୟି ମାନେ ଆମର ଅଫିସ୍ରେ ରହିଛନ୍ତି ତାଙ୍କର ଷ୍ଟୁଡେଣ୍ଟ। କେବଳ 2ଟା ସେକ୍ସନ୍, ଯେଉଁମାନେ ଇ ଆଉ ଏଫ୍, ସେମାନେ ହେଉଛନ୍ତି ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ହିସାବରେ ଆମେ କିଛି ସ୍କୁଲକୁ ଇନଭାଇଟ୍ କରିଥାଉ, ସେଠୁ କିଛି ପିଲା ଆସିଥିଲେ। ସେଟା ହେଉଛି କେବଳ ଇ ଏଫ୍ରେ। ସେ ପିଲାମାନେ ବହୁତ ବଢ଼ିଆ ଡ୍ରଇଂ କରିଥାନ୍ତି। ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ବହୁତ ମଜା ଆସିଥାଏ। ବିଶେଷ କରି ଯେଉଁମାନେ 6 ବର୍ଷ ବୟସ ଭିତରେ ଯେଉଁ ଗ୍ରୁପ୍ଟା ରହିଛନ୍ତି, ସେଥିରେ ତ ପିଲାମାନେ ମାନେ ତାଙ୍କର ବାପା ମାଆଙ୍କୁ ଅନେଇକି ରହିଛନ୍ତି। ବାପା ମାଆଙ୍କୁ ଯଦି ଦେଖି ପାରୁନାହାନ୍ତି ତାହେଲେ ସଙ୍ଗେ ସଙ୍ଗେ ସେ ଡ୍ରଇଂ ସିଟ୍କୁ ଧରିକି ଉଠି ପଳେଇ ଯାଉଛନ୍ତି। କିଛି ପ୍ୟାରେଣ୍ଟସ୍ ମାନେ ରହିଛନ୍ତି, ସେମାନେ ପିଲାଙ୍କୁ ଏମିତି କହୁଛନ୍ତି ଯେମିତି ସେମାନେ ନିଜେ ଯାଇକି ସେଇଠି ଅଙ୍କେଇ ଦେବେ, ମାନେ ଡ୍ରଇଂ କରିଦେବେ। ମାନେ ସୁଯୋଗ ପାଇଲେ ତାଙ୍କର ବାପା ମାଆ ଯେଉଁ ଠିଆ ହେଇଛନ୍ତି ନା ସାଇଡ଼୍ରେ, ସେମାନେ ଯାଇକି ପ୍ରାୟ ଡ୍ରଇଂଟା କରିଦେବେ। ଏତେ ସିରିୟସ୍ ସମସ୍ତେ ଥାନ୍ତି ଆଉ ବହୁତ ମଜା ଆସେ ଯେଉଁଦିନ ବିଶେଷ କରି ଏଇ ସିଟ୍ ଆଣ୍ଡ ଡ୍ର କମ୍ପିଟିସନ୍ ରହିଥାଏ। ଆମେ ସେଥିରେ ଏରେଞ୍ଜ ହିସାବରେ ଆମେ ରହିଥାଉ ଯେ କେମିତି ଏରେଞ୍ଜ କରାଯିବ ଏତେ ପିଲାଙ୍କୁ ନେଇକି। ତା ସହିତ ସମସ୍ତଙ୍କୁ ଗିଫ୍ଟ ଦେବା ପାଖରୁ ଷ୍ଟାର୍ଟ କରିକି ବହୁତ କିଛି ମାନେ ରହିଥାଏ। ପିଲାମାନଙ୍କୁ ପ୍ରଥମେ ପେପର୍ସ ଦିଆଯିବ, ତାଙ୍କ ରେଜିଷ୍ଟ୍ରେସନ୍ ବହୁତ ଆଗରୁ ହେଇଯାଇଥାଏ। ମାନେ ଆଜି ରେଜିଷ୍ଟ୍ରେସନ୍ କିଛି ନୁହେଁ, ରେଜିଷ୍ଟ୍ରେସନ୍ ଅଲରେଡ଼ି ମାନେ 8 ତାରିଖରୁ ବନ୍ଦ ହେଇଯାଇଛି। 8 ଜାନୁଆରୀରୁ ବନ୍ଦ ହେଇଯାଏ। ତାପରେ 8 ଜାନୁଆରୀ ଭିତରେ ଯେତିକି ପିଲା ପାର୍ଟିସିପେଟ୍ କରିଥାନ୍ତି, ତାପରେ ଗୋଟେ ଦିନ ପୁରା ରେଷ୍ଟ। 9 ତାରିଖ 10 ତାରିଖ ପାଖରୁ ପିଲାମାନଙ୍କୁ ମାନେ ଆସିଯାଇଥାନ୍ତି, ଯେଉଁମାନେ ନାମ ଲେଖିଥାନ୍ତି ସେମାନେ ସବୁ ଆସିଯାଆନ୍ତି। 10 ତାରିଖ ଦିନ 2ଟାରୁ ଆମର ଷ୍ଟାର୍ଟ ହେଇଯାଇଥିଲା। ତ ପିଲାମାନେ ସବୁ ଆସିଥିଲେ ଏବଂ 2ଟାରୁ ପିଲାମାନଙ୍କର ରହିଥିଲା 4ଟା ପର୍ଯ୍ୟନ୍ତ ଥିଲା ହେଉଛି ଏଇ ପିଲାମାନଙ୍କର। ବାଦ ବାକି ଯେଉଁମାନେ 16+ ଥିଲେ ତାଙ୍କୁ ଥିଲା ହେଉଛି ଓନ୍ଲି 1.5 ଘଣ୍ଟା। ତ ବିଭିନ୍ନ ଗ୍ରୁପ୍ ପାଇଁ ବିଭିନ୍ନ ପ୍ରକାର ଥିମ୍ ଡିକ୍ଲେୟାର କରାଯାଏ। ସେଇ ଥିମ୍ ହିସାବରେ ପିଲାମାନେ କରିଥାନ୍ତି। ଏଇ ପିଲାଟା ଦେଖ, ଏ ପିଲା ହେଉଛନ୍ତି ଗୋଟେ ଡିଫେଣ୍ଡର, ପୁରା ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ। ଏ ପିଲା ବହୁତ ସୁନ୍ଦର ଡ୍ରଇଂ କରୁଛି। ରଙ୍ଗୋଲି ପାଇଁ ଏବେ ଦେଖନ୍ତୁ, ଯେଉଁମାନେ ରଙ୍ଗୋଲି ପାଇଁ ରହିଛନ୍ତି ସେମାନେ ଏଜ୍ ହେଉଛି 16+। ଏଥିରେ ମାନେ ସିରିୟସ୍, ସମସ୍ତେ ସିରିୟସ୍। କେମିତି ଆମେ একটা ପୋଜିସନ୍ ରଖିବୁ, ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଆମେ କେମିତି ହେବୁ, ତ ଏମିତି ପୋଜିସନ୍। ଏବଂ 10 ପର୍ଯ୍ୟନ୍ତ ଆମର ପୋଜିସନ୍ ସବୁ ରହିଥାଏ ପ୍ରତ୍ୟେକ ଗ୍ରୁପ୍ରେ, 1ରୁ 10 ପର୍ଯ୍ୟନ୍ତ।
ପ୍ରତି ଗ୍ରୁପ୍ରେ ଏବଂ ପ୍ରତି ଗ୍ରୁପ୍ରେ କିଛି ନହେଲେ ମାନେ କମ୍ ସେ କମ୍ 100 ମାନେ ଏଇ ରଙ୍ଗୋଲି ଗ୍ରୁପ୍ଟା ଏଥିରେ ରହିଥିଲେ 100 ବାଦ ବାକି ଯେଉଁ ସବୁ ଗ୍ରୁପ୍ କେଉଁଥିରେ 200 କେଉଁଥିରେ 150 ମାନେ ଏମିତି ସବୁ ଗ୍ରୁପ୍ ଗ୍ରୁପ୍ରେ ରହିଥାନ୍ତି। ତ ସମସ୍ତେ ସିରିୟସ୍ ହେଇକି ଗୋଟେ ଡ୍ରଇଂ କରିଥାନ୍ତି। ସାଇଡ଼୍ରୁ ତାଙ୍କ ପ୍ୟାରେଣ୍ଟସ୍ ମାନେ ଟିକେ କହି ଦେଉଥାନ୍ତି କେଉଁମାନଙ୍କର ଏଇ ରଙ୍ଗୋଲି ପାଇଁ ବିଶେଷ କରି ଯେଉଁମାନେ 16+ରେ ବସିଥାନ୍ତି ବଡ଼ ବଡ଼ ମାନେ 16+ରୁ ତ ଯେଉଁମାନେ ଏଜ୍ ଅଧିକ ତାଙ୍କର ଧର ହଜବେଣ୍ଡ ରହିଥାନ୍ତି ସେମାନେ ପୁଣି ତାଙ୍କୁ କହିଦେଉଛନ୍ତି ଯେଉଁ 16+ ଯେଉଁ ଝିଅମାନେ ବସିଛନ୍ତି ତାଙ୍କର ବାପା ମା ସାଇଡ଼୍ରୁ କହୁଥାନ୍ତି ଆରେ ଭଲ କି କର ଇଏ କର ତ ଏମିତି ସବୁ କହୁଥାନ୍ତି ବଟ୍ ସେମାନେ ଜଷ୍ଟ କହୁଥାନ୍ତି କିନ୍ତୁ ପିଲାମାନେ ବି ଟିକେ ଟିକେ ଡିଷ୍ଟର୍ବ ହେଉଥାନ୍ତି। ତ ଆମର ଅଫିସରେ ଯେଉଁମାନଙ୍କୁ ଆମେ ଏରେଞ୍ଜ କରିଥାଉ ସେମାନେ ପୁଣି ପ୍ୟାରେଣ୍ଟସ୍ ମାନଙ୍କୁ କହୁଥାଉ ଆରେ ଏମିତି କିଛି କରନି ଟିକେ ସାଇଡ଼୍ ହେଇଯାଅ ସେମାନଙ୍କୁ କରିବା ମାନେ ଡ୍ରଇଂ କରିବା ପାଇଁ ଦିଅ ଶାନ୍ତିରେ କରିବା ପାଇଁ ଦିଅ ସେମାନେ ଆରାମସେ କରନ୍ତୁ ଏଥିରେ କିଛି ମାନେ ସିରିୟସ୍ ହେବା ଦରକାର ନାହିଁ ପିଲାମାନେ ଠିକ୍ରେ କରୁଛନ୍ତି ଏବଂ ସମସ୍ତଙ୍କୁ କମ୍ପ୍ଲିଟ୍ ହେବା ପରେ ଟାଇମ୍ ଟୁ ଟାଇମ୍ ତାଙ୍କର ଗିଫ୍ଟ ନିଆଯାଇଥିଲା ମାନେ ତାଙ୍କୁ ଡ୍ରଇଂ ସିଟ୍ ନେଇଯାଇଥିଲା ଏବଂ ଆମର ସନ୍ଧ୍ୟାରେ ପୁଣି ଡିକ୍ଲେୟାର ହେଇଗଲା କାରଣ ଏଠି ଜଜ୍ ଯେଉଁମାନେ ଆସିଥାନ୍ତି ବହୁତ ବଡ଼ ବଡ଼ ଜଜ୍ ଆସିଥାନ୍ତି ସେମାନେ ପୁଣି ଡିକ୍ଲେୟାର କରନ୍ତି ଫାର୍ଷ୍ଟ ସେକେଣ୍ଡ ପୋଜିସନ୍ ପାଇଁ ଜଜ୍ ମାନେ ଆସିଥାନ୍ତି। ଜଜ୍ ମାନେ ସବୁ ଡ୍ରଇଂକୁ ଭଲ ଭାବେ ଦେଖିଥାନ୍ତି ଏବଂ ସେମାନେ ହିଁ ଡିକ୍ଲେୟାର କରିଥାନ୍ତି କେଉଁମାନେ 1ରୁ 10 ପର୍ଯ୍ୟନ୍ତ ରହୁଛନ୍ତି ସବୁ ଡିକ୍ଲେୟାର